କହିବି ମୋ ପାଖେ 10 ଜଣ ଠିକଣା ଲୋକ ରହିବା ଦରକାର। ଏ 50 ବେଇମାନଙ୍କୁ ରଖି କଣ ହବ? ଯୋଉମାନେ ଭୋଟ ଦେଲେ ସେ ବେଇମାନ। ନିଶ୍ଚିତ ଭାବରେ ମୁଁ କହିବି ଯେତେବେଳେ ଆପଣଙ୍କ ଯଦି ଏତେ ନିଷ୍ଠାର ଦୋହାଇ ଦଉଛନ୍ତି, ଯଦି ଆପଣଙ୍କୁ ପସନ୍ଦ ନ ଆସିଲା ଆପଣ ତୁରନ୍ତ ଦଳରୁ ରିଜାଇନ କରିଦେଇକି ବିଧାୟକ ପଦ ଛାଡ଼ି ଦେଇ ସାଧା ପଳେଇଲେଣି, କହିଲେ ନା ଆଜ୍ଞା ଆପଣ ପ୍ରାର୍ଥୀକୁ ଭୋଟ ଦେଇପାରିବୁନି, ସିଧା ଗଲେ ଲୋକଙ୍କ ପାଖକୁ। ଲୋକ ଭୋଟ ଦେଇ ପଠେଇଛନ୍ତି ନା, ଦଳ ଦଳ ଚିହ୍ନରେ ଲୋକ ଭୋଟ ଦେଇ ପଠେଇଛନ୍ତି। ଯଦି ଆପଣଙ୍କ ଏତେ ନିଷ୍ଠାପରତା ଅଛି ଛାଡ଼ି ଦେଇଥାନ୍ତେ, ସ୍ପଷ୍ଟ ବନା କରିଥାନ୍ତେ। ଆମେ ଦେବୁନି, ଗଣମାଧ୍ୟମରେ ଆସି କହିଥାନ୍ତେ ଯୋଉ କ୍ୟାଣ୍ଡିଡେଟ୍ ପଛରେ ଆମେ ଏ ଦଳର ସଦସ୍ୟ, ଆମେ ଦେବା ପାଇଁ ଚାହୁଁନୁ, ଆମେ ବିଧାୟକ ପଦ ତ୍ୟାଗ କରୁଛୁ, ଆମେ ପୁନର୍ବାର ନିର୍ବାଚନକୁ ଯିବୁ, ସରିଲା କଥା। ଅସୁବିଧା କିଛି ନଥିଲା। ଆପଣ ନିଷ୍ଠା ଉପରେ କି ଅଙ୍ଗୁଳି ଦେଶ କରିନଥାନ୍ତେ। ଆପଣ ଗୋଟେ ଜାଗାରେ ରହିବେ, ଆପଣ ଗୋଟେ ଦଳର ମିଟିଂ ଆଟେଣ୍ଡ କରିବେ, ବିଭିନ୍ନ କାର୍ଯ୍ୟକ୍ରମ ଭିତରେ ଯୋଗ ଦେବେ, ତାପରେ ଶେଷରେ ଚୁପ କରି ଯାଇ ଭୋଟ ଦେବେ, ତାପରେ ବାହାରେ ଆସି କହିବେ କଣ ନା ଆମକୁ ପଚାରିଲେନି, ଆମକୁ ବୁଝିଲେନି। ୟା ଯୋଉ କଥା କହନ୍ତିନି ଲୁଚିଛି ନା ଗୋଡ ଦିଟା ଦୁଷିଛି, ସେଇଭଳିଆ କଥା। ଯେ ତାଙ୍କର ଇଚ୍ଛା ନଥିଲା କାହିଁକି ନବୀନ ଦାସ ରହୁଥିଲେ, ତ ମନା କରିଦେଲେ, କହିଛନ୍ତି ଆଜ୍ଞା ଆପଣଙ୍କ ନିଷ୍ପତ୍ତିକୁ ଆମେ ରାଜି ନୁହଁ, ଆମେ ଯାଇକି ସାଧାରଣ ଲୋକ ଫେର ଯାଇକି ନିର୍ବାଚନ ଲଢିକି ଆଉଥରେ ଆସିବୁ। ନବୀନ ଦାସ କାହିଁ ଯାଉଥିଲେ? ଠାକୁର ଦଣ୍ଡା କାହିଁ ଧରୁଥିଲେ? ତ ଇଏ ଯୋଉ କଥା ହଉଛି, ଯୋଉ ବିଶ୍ୱାସର କଥା ହଉଛି, ଆପଣ ନିଜେ ଘର ଭିତରେ ବିଶ୍ୱାସର ବିଷୟ ମିଶେଇବେ ତ କଣ କୁହାଯିବ? ବେଇମାନି କୁହାଯିବ। ଆପଣମାନେ ସମସ୍ତେ ଜାଣନ୍ତି ଆଜି ରାଜ୍ୟସଭା ଇଲେକ୍ସନ ହେଇଥିଲା ଏବଂ ରାଜ୍ୟସଭା ଇଲେକ୍ସନରେ 5 ଜଣ ପ୍ରାର୍ଥୀ ଛିଡା ହେଇଥିଲେ 4ଟା ପଦବୀ ପାଇଁ, ଏବଂ ବିଜୁ ଜନତା ଦଳ ତରଫରୁ ଶ୍ରୀଯୁକ୍ତ ସନ୍ତୋଷ ମିଶ୍ର ଏବଂ ଡକ୍ଟର ଦତେଶ୍ୱର ହୋତା ପ୍ରାର୍ଥୀତ୍ୱ କରିଥିଲେ। କଂଗ୍ରେସ ମଧ୍ୟ ସେ ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିଲା। ଇଏ ଯୋଉ ଭୋଟିଂ ହେଲା, ୟା ଦ୍ୱାରା ଆମେ ସମ୍ପୂର୍ଣ୍ଣ ଭାବରେ ଯୋଉଟା ଆମ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆରମ୍ଭରୁ ସୂଚେଇଥିଲେ କି ଭାରତୀୟ ଜନତା ପାର୍ଟି ତରଫରୁ ଘୋଡ଼ା ବେପାରର ପ୍ରବନ୍ଧ କରାଯାଇଛି, ସେଟା ଆଜି ଆପଣମାନେ ସମସ୍ତେ ଦେଖିଲେ। ଏଟା ଆଉ କାହା ପାଖରେ, ଓଡ଼ିଶାବାସୀଙ୍କ ପାଖରେ ଲୁଚାଛପା ନାହିଁ। ଏବଂ ବିଜୁ ଜନତା ଦଳ ତରଫରୁ ଆପଣଙ୍କର 2 ଜଣ ଯୋଉ ସସ୍ପେଣ୍ଡେଡ ମେମ୍ବର ଅଛନ୍ତି, ସନାତନ ମହାକୁଡ଼ ମହୋଦୟ ଏବଂ ଆପଣଙ୍କର ଅରବିନ୍ଦ ମହାପାତ୍ର ମହୋଦୟ, ଇଏ 2, ତାପରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, 3 ବସ୍ତା ବିଧାୟିକା ଶ୍ରୀମତୀ ସୁଭାଷିନୀ ଜେନା ମହୋଦୟ ଏବଂ କଟକ 14 ବିଧାୟକ ଶ୍ରୀଯୁକ୍ତ ସୌଭିକ ବିଶ୍ୱାଳ ଏବଂ ତାପରେ ଜୟଦେବର ବିଧାୟକ ଶ୍ରୀଯୁକ୍ତ ନବକିଶୋର ମଲ୍ଲିକ ଏବଂ ତାପରେ ଆପଣଙ୍କର ତିର୍ତ୍ତୋଲର ବିଧାୟକ ଶ୍ରୀ ରମାକାନ୍ତ ଭୋଇ ଏବଂ ଅଷ୍ଟମ ହେଲେ ଶ୍ରୀ ଦେବୀରଞ୍ଜନ ତ୍ରିପାଠୀ। ये 3 जण एमाने ये 8 जण विजु जनता दल तरफ सीधा सड़क क्रॉस वोटिंग करछंती। ये संक्रांत मुझे एजेंट थी, मो तरफ कंप्लेन दायर कर पार्टी जो निर्देशावली थिला ताको से उल्लंघन कर उल्लंघन कलापर पार्टी रे जो डायरेक्शन थिला पार्टी तरफ जहाँ कहला ताको उल्लंघन करी विपक्ष को भोट देइछंती। एटा होची आज जो भोटिंग होता से विषय आपण पाखे सविशेष विवरणी विजु जनता दल तरफ रखिली। कांग्रेस दल तरफ पीसी सभापति आपन आगु जनइथिबे एवं विजु जनता दल तरफ मु आपन पाखे स्पष्ट आकार ये कथाटी रखिली। सर मेंटो फेल मारी गेले कि बीजेडी कांग्रेस ना आज्ञा आदो मेंटो फेल मार नहीं। आपण आउ टिके पर काउंटिंग रे संज्ञा देखिबे प्राय दत्तेश्वर होता और दिलीप बाबू भोट प्राय सामान है। सेकेंड प्रिफरेंस भोट रे भारतीय जनता पार्टी समर्थित आपंकर दिलीप बाबू जीतती सीधा सड़क भोट रे किसी ना। तो कहवा कि मेंट फेल है यहाँ बाहुल्य मात्र हम आउ जो राजनेता मान विभिन्न आड़ देखा समस्त कथा बाहुल्य समस्त कथा बाहुल्य। किए राजनीतिक दुहाई दौची, किए दलीय विशृंखलार दुहाई दौची, किए लिगेसी कथार दुहाई दौची। ये जतक सब कथा कहते जब अतीत को सब देखिए ये केते कौ लिगेसी संगे निजे छिड़ा होते स्पष्टता हम यही गणमाध्यम आपण मैंने समस्ते अच्छा जेबेठू भारतीय जनता पार्टी सरकार आसिला गणमाध्यम कौन बजाऊन नवीन बाबू निष्पत्ति नहीं पारती। नवीन बाबू निष्पत्ति नहीं देखले नवीन बाबू क्या द्वारा परिचालित नवीन बाबू निजे निष्पत्ति नहीं देखले। आपण कहते बीजेपी बी टीम नवीन पट्टनायक स्पष्टता आणिक देखले। या परे भी जो माने कथा कहउछंती ता माने आपण स्पष्ट आका जानती या आळ खोजछंती।
କି କେବେ ନଥିଲେ କି କେବେ ହେବେ ନାହିଁ ଇଏ ଆଳ ଖୋଜୁଛନ୍ତି ଜଣେ 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 क्रॉस वोटिंग करते विधायक ଉପରେ ଆକ୍ସନ ହବ ନିଶ୍ଚିତ ଭାବରେ ଦଳ ସଭାପତି ସେ ବିଷୟରେ ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେବେ ଆପଣଙ୍କୁ ଜଣାଇବେ ଶୁଣନ୍ତୁ ଆଜ୍ଞା ମୁଁ ଏଠି ଆପଣଙ୍କୁ ଭ୍ୟାଲ୍ୟୁ ବୁଝେଇ ପାରିବିନି ମୁଁ କାଉଣ୍ଟିଂ ଏଜେଣ୍ଟ ନଥିଲି ଯୋଉମାନେ କାଉଣ୍ଟିଂ ଏଜେଣ୍ଟ ଥିଲେ ପଚାରିଲେ ଆପଣ ସେ ଭ୍ୟାଲ୍ୟୁସନ ବୁଝେଇ ପାରିବେ ଯଦି ବିଜେପି ପୁରା ଭୋଟ ଦେଇଥାନ୍ତା ତାହେଲେ ସେକେଣ୍ଡ ବନ୍ଦ ଯାଇଥାନ୍ତା କାହିଁକି व्हिप ଜାଣିକି ଆଇନ ପଢନ୍ତୁ ସମସ୍ତଙ୍କ ଉପରେ व्हिप ଜାଣି ସେ ଏବେ ବି ବିଜୁ ଜନତା ଦଳ ସଦସ୍ୟ ନିଲମ୍ବିତ ବରିଷ୍କୃତ ନୁହନ୍ତି ନିଲମ୍ବନ ଆଉ ବରିଷ୍କୃତ ଭିତରେ ଦିଟା ଅଲଗା ଶବ୍ଦ ଅଛି ଆଉ କାହାର କିଛି ପଚାରିବେ ଏଠି ଏମଏଲଏ ଙ୍କ ଉପରେ ଯଦି ଆପଣ ଦଳକୁ ଆକ୍ସନ ନବ ତାହେଲେ ଖାଲି ହେଇଯିବନି କିଛି ଖାଲି ହଉନି ଆଜ୍ଞା ମୁଁ ତ କହିବି ମୋ ପାଖେ 10 ଜଣ ଠିକଣା ଲୋକ ରହିବା ଦରକାର ଏ 50 ବେଇମାନଙ୍କୁ ରଖି କଣ ହବ ଯୋଉମାନେ ଭୋଟ ଦେଲେ ସେ ବେଇମାନ ନିଶ୍ଚିତ ଭାବରେ ମୁଁ କହିବି ଯେତେବେଳେ ଆପଣଙ୍କ ଯଦି ଏତେ ନିଷ୍ଠାର ଦୋହାଇ ଦଉଛନ୍ତି ଯଦି ଆପଣଙ୍କୁ ପସନ୍ଦ ନ ଆସିଲା ଆପଣ ତୋଳଟା ଦଳରୁ ରିଜାଇନ କରିଦେଇକି ବିଧାୟକ ପଦ ଛାଡ଼ି ଦେଇ ସାଧା ପଳେଇଲେଣି କହିଲେ ନା ଆଜ୍ଞା ଆପଣ ପ୍ରାର୍ଥୀକୁ ଭୋଟ ଦେଇପାରିବୁନି ସିଧା ଗଲେ ଲୋକଙ୍କ ପାଖକୁ ଲୋକ ଭୋଟ ଦେଇ ପଠେଇଛନ୍ତି ନା ଦଳ ଚିହ୍ନରେ ଲୋକ ଭୋଟ ଦେଇ ପଠେଇଛନ୍ତି ଯଦି ଆପଣଙ୍କ ଏତେ ନିଷ୍ଠାପରତା ଅଛି ଛାଡ଼ି ଦେଇଥାନ୍ତେ ସ୍ପଷ୍ଟ ବନା କରିଥାନ୍ତେ ଆମେ ଦେବୁନି ଗଣମାଧ୍ୟମ ଆସି କହିଥାନ୍ତେ ଯୋଉ କ୍ୟାଣ୍ଡିଡେଟ୍ କରିଛନ୍ତି ଯେ ଆମେ ଏ ଦଳର ସଦସ୍ୟ ଆମେ ଦେବା ପାଇଁ ଚାହୁଁନୁ ଆମେ ବିଧାୟକ ପଦ ତ୍ୟାଗ କରୁଛୁ ଆମେ ପୁନର୍ବାର ନିର୍ବାଚନକୁ ଯିବୁ ସରିଲା କଥା ଅସୁବିଧା କିଛି ନଥିଲା ଆପଣ ନିଷ୍ଠା ଉପରେ କି ଅଙ୍ଗୁଳି ନିର୍ଦ୍ଦେଶ କରିନଥାନ୍ତେ ଆପଣ ଗୋଟେ ଜାଗାରେ ରହିବେ ଆପଣ ଗୋଟେ ଦଳର ମିଟିଂ ଆଟେଣ୍ଡ କରିବେ ବିଭିନ୍ନ କାର୍ଯ୍ୟକ୍ରମ ଭିତରେ ଯୋଗ ଦେବେ ତାପରେ ଶେଷରେ ଚୁପ କରି ଯାଇ ଭୋଟ ଦେବେ ତାପରେ ବାହାରେ ଆସି କହିବେ କଣ ନା ଆମକୁ ପଚାରିଲେନି ଆମକୁ ବୁଝିଲେନି ୟା ଯୋଉ କଥା କହନ୍ତିନି ଲୁଚିଛି ନା ଗୋଡ ଦିଟା ଦୋଷୀ ସେଇଭଳିଆ କଥା ଆପଣଙ୍କର ବିଧାୟକ କାଲି ରାତିରେ ଲୁଙ୍ଗି ପିନ୍ଧିକି ନବୀନ ନିବାସରେ ରାତ୍ରି ଯାପନ କଲେ କିନ୍ତୁ ଆଜି ଆସି କ୍ରସ୍ ଭୋଟିଂ କଲେ ମୁଁ ଆପଣ ନିଜେ ପ୍ରଶ୍ନକୁ ନିଜେ କାଉଣ୍ଟର କରୁଛନ୍ତି ଆପଣ ଯୋଉ ନିଜେ ପ୍ରଶ୍ନ କଲେ ଟିକେ ଆଗରୁ ଏବେ ତାକୁ ନିଜେ କାଉଣ୍ଟର କରିଦଉଛନ୍ତି ତମେ ସେ ଆମ ସାଙ୍ଗେ ଥିଲେ ତ ବେଇମାନି କିଏ କାହାକୁ କଲା ଯେ ତାଙ୍କର ଇଚ୍ଛା ନଥିଲା କାହିଁକି ନବୀନ ନିବାସ ରହୁଥିଲେ ତ ମନା କରିଦେଲେ କହିଛନ୍ତି ଆଜ୍ଞା ଆପଣଙ୍କ ନିଷ୍ପତ୍ତିକୁ ଆମେ ରାଜି ନୁହଁ ଆମେ ଯାଇକି ସାଧାରଣ ଲୋକ ଫେର ଯାଇକି ନିର୍ବାଚନ ଲଢିକି ଆଉ ଥରେ ଆସିବୁ ନବୀନ ନିବାସ କାହିଁ ଯାଉଥିଲେ ଠାକୁର ଦଣ୍ଡା କାହିଁ ଧରୁଥିଲେ ତ ଇଏ ଯୋଉ କଥା ହଉଛି ଯୋଉ ବିଶ୍ୱାସର କଥା ହଉଛି ଆପଣ ନିଜେ ଘର ଭିତରେ ବିଶ୍ୱାସର ବିଷୟ ମିଶେଇବେ ତ କଣ କୁହାଯିବ ବେଇମାନି କୁହାଯିବ ଧନ୍ୟବାଦ